ମୋ ନାଁ ହଉଛି ସୁଧାକର ଦାସ ସାର୍ ମୁଁ ହଉଛି ସ୍ୱାହା ଡେଭଲପମେଣ୍ଟ କମ୍ୟୁନିକେସନ ଆଣ୍ଡ ଅଡିଓ ଭିଜୁଆଲ ପ୍ରଡକ୍ସନ ହାଉସ ର ଓନର ମ୍ୟାନେଜିଂ ପାର୍ଟନର। ବାକି ରିଲି ଆପଣ ଗୋଟେ କଣ ଆପଣ କରିବା ଯାଉଛି ଆକ୍ଚୁଆଲି ଏଇଟା ଗୋଟେ 18 ମାସର ପ୍ରକ୍ରିୟା। ଦୀର୍ଘ 18 ମାସ ଧରି ଗୋଟେ ୟଙ୍ଗ ପ୍ରଫେସନାଲ ଗ୍ରୁପ ୟା ଉପରେ କାମ କରୁଛନ୍ତି। ରିସର୍ଚ୍ଚ ଠୁ ଆରମ୍ଭ କରି ସ୍କ୍ରିପ୍ଟିଂ ଠୁ ଆରମ୍ଭ କରି ସ୍କ୍ରିନ୍ ପ୍ଲେ ଠୁ ଆରମ୍ଭ କରି ଆନିମେସନ ଅଡିଓ ବିଜିଏମ ୟା ଉପରେ ବହୁତ ଭଲ ଭାବରେ କାମ ହେଇଛି ଏବଂ ଏଇଟା ଆମେ ଗୌରବର ସହିତ କହିବା ପାଇଁ ମୁଁ ଚାହିଁବି ଯେ ଏଇଟା ହଉଛି ଓଡ଼ିଶାର ବା ଓଡ଼ିଆ ଭାଷାର ପ୍ରଥମ ପୌରାଣିକ ଆନିମେଟେଡ ସିରିଜ ଯୋଉଟା କି କେବେ ହେଇନି ଓଡ଼ିଆ ଇଣ୍ଡଷ୍ଟ୍ରିରେ। ଟୋଟାଲ ଟିମ୍ ଏଥିରେ ଅଛନ୍ତି 14 ରୁ 15 ଜଣ ସାମିଲ ଅଛନ୍ତି ଏବଂ ଅଡିଓରେ ଅଛନ୍ତି ଆକ୍ଚୁଆଲି ସ୍କ୍ରିପ୍ଟ ଆଣ୍ଡ ରିସର୍ଚ୍ଚରେ ଅଛନ୍ତି 3 ଜଣ। ଅଡିଓରେ କାମ କରୁଛନ୍ତି ଗୋଟେ ଟିମ୍ ଡେଡିକେଟେଡ ଟିମ୍, ତାଙ୍କ ସଂଖ୍ୟା ମିଶାଇଲେ ତ ବହୁତ ଅଧିକା ହେଇଯିବ। 12 ରୁ 15 ଜଣ ଅଛନ୍ତି ଅଡିଓରେ। ତାଙ୍କ ବ୍ୟତୀତ ଆନିମେସନରେ ଅଛନ୍ତି 7 ରୁ 8 ଜଣ। এইভাবে ভাবে এই কাম চালিছে। এইଥିରେ ଓଡ଼ିଶା ଇଣ୍ଡଷ୍ଟ୍ରିର ଯୋଉମାନେ ସବୁ ଅଗ୍ରଗଣ୍ୟ ଆର୍ଟିଷ୍ଟ, ଜଣଙ୍କର ତ ନାଁ ନେଇପାରିବିନି କିନ୍ତୁ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଯୋଉମାନେ ଓଡ଼ିଆ ଡବିଂ ଇଣ୍ଡଷ୍ଟ୍ରିରେ ନାଁ କମେଇଛନ୍ତି ବିଭିନ୍ନ ଭୂମିକାରେ। କାରଣ ଏଠି ରାମାୟଣ ହେଇଛି, ମହାଭାରତ ହେଇଛି, ଶ୍ରୀକୃଷ୍ଣ ହେଇଛି। ଏଠି ସ୍ୱାହା ହଉଛି ଗୋଟେ ବେସିକାଲି ଗୋଟେ ଡବିଂ ହାଉସ। 2002 ରୁ 2026 ପର୍ଯ୍ୟନ୍ତ ଓଡ଼ିଶା ଇଣ୍ଡଷ୍ଟ୍ରିରେ ମାନେ 29 ସାଳ ହଉଛି ଡବିଂ ର ଓଡ଼ିଆ ଇଣ୍ଡଷ୍ଟ୍ରିରେ ହଉଛି ସ୍ୱାହା। ତେଣୁ ଏଇଠି ଆମ ପାଖରେ ଗୋଟେ ପ୍ରକାଣ୍ଡ ପ୍ରଚୁର ଡାଟାବେସ୍ ରହିଛି ଓଡ଼ିଆ ଆର୍ଟିଷ୍ଟ ମାନଙ୍କର, ଡବିଂ ଆର୍ଟିଷ୍ଟ ମାନଙ୍କର। ତେଣୁ ସେଇମାନଙ୍କୁ ନେଇକରି ଯୋଉମାନେ ଅଗ୍ରଗଣ୍ୟ ଡବିଂ ଆର୍ଟିଷ୍ଟ ସେଇମାନଙ୍କୁ ନେଇକରି ଏଟାକୁ ଡବିଂ କରାହଉଛି। ଆଉ ବାକି ଆପଣ ଯୋଉ ପଚାରୁଛନ୍ତି ଯେ ଏଟା କେମିତି ଡବିଂ ହଉଛି ବା କେମିତି କଣ ହଉଛି, ଦେଖନ୍ତୁ ଆଜ୍ଞା ଏଟା ଡବିଂ ଉପରେ ଆପଣ ବେଶୀ ଗୁରୁତ୍ୱ ଦିଅନ୍ତୁନି। ଏଟା ପ୍ରକୃତ କଥା ହଉଛି ଏଟା ଛୋଟ ପିଲାମାନଙ୍କୁ କେମିତି ଆକର୍ଷଣୀୟ ଭାବରେ ପ୍ରସ୍ତୁତ କରାଯିବ। ଆଉ ଦ୍ୱିତୀୟ କଥା ଆପଣ ଯୋଉ କହିଲେ ଯେ ନୂଆ ଭାବରେ କଣ କୁହା ହଉଛି, ଆମେ ଯଦି ଦୀର୍ଘ ଗତ 3 ଦଶନ୍ଧିକି ଦେଖିବା ତାହେଲେ ସେ 3 ଦଶନ୍ଧିରେ ଆପଣ ଦେଖିବେ ସେଇ ରାମାୟଣ ସେଇ ମହାଭାରତକୁ ନିଆରା ବାଗରେ ଭିନ୍ନ ଢଙ୍ଗରେ କୁହା ହେଇଛି ଏବଂ ତଥାପି ଲୋକ ତାକୁ ଆପ୍ରିସିଏଟ କରୁଛନ୍ତି, ଲୋକ ତାକୁ ଗ୍ରହଣ କରୁଛନ୍ତି। ତେଣୁ ଏଥିରେ ଆମେ ମୂଳ ରାମାୟଣ, ସାରଳା ରାମାୟଣ, ବାଲ୍ମୀକି ରାମାୟଣ ସବୁକୁ ମିଶେଇକି ସେଥିରେ କିଛି ଜିନିଷ ଯୋଉ ଜିନିଷକୁ ବିଶଦ ଭାବରେ ଆଲୋଚନା କରାଯାଇ ନାହିଁ ସେଇଭଳି କିଛି ଘଟଣାକୁ ମଧ୍ୟ ଆଲୋଚନା କରାଯାଉଛି, ଯୋଉଟା କି ଆକର୍ଷଣୀୟ ହବ ଏବଂ ପିଲାମାନଙ୍କ ସହିତ ଅଭିଭାବକ ମାନେ ବି ଆକର୍ଷିତ ହେବେ ଏଟାକୁ